ओं नमो भगवते वासुदेवाय। श्रीमद्भागवत द्वादश स्कंध तृतीय अध्याय। शुक कहन्ति तोषमन शुण हे परीक्ष राजन। ए कली जुगरे पृथ्वी रे अछन्ति जेते राजा वीरे। एक आर एक हिंसा बही जिणिबा अर्थे दंडबाही। सैनी मानंकु साजीण राज्य जीणन्ति करिरण। मुहि घेनिबि बळे जिणी एमंत भावे गर्भे भणी। जे भूमि मो भागे होइब पुत्र पौत्रादि काले थीब। हरि हरि बोला। हेमंत बोली सैन्य घेनी ता देखी हसई मेदिनी। देखो विधाता काल गति स्वभावे कली जुग रीति। आश्चर्य कथा मान देखो ए राजा माने जे मूर्ख। मृत्यु देवता खेल घर मंचे जनम एहांकर। मोते जिणिबे लोड़ुछंती के केते गलेणी ए पृथ्वी। राजा मानंकर जे मंत्री सुज्ञान बुद्धि न कहन्ति। पंडित माने जेते छन्ति अर्थशास्त्र बादे भ्रमन्ति। एही विचार व्यर्थ प्राय जेणु शरीर मिथ्यामय। तेणु ए फेन प्राय देह क्षणके छाड़े सर्वमोह। ए देहे विश्वास करन्ति षड ऐरी देहे छन्ति। कामादि एकादश इंद्री अविद्या कुहु करे बंदी। एहांकु जिणी तनाहांति मनरे विचारु अछन्ति। प्रथमे जाई शत्रु घरे घेनिबा राज्य गड़खरे। जिणीन से पुरजनंकु बस करिबा पुरोधांकु। मंत्री जे अमात्य मानंकु आवरण घर लोकंकु। अर्थ वचने बस तांकु हेमंते जिणिबा राजांकु। शत्रुंकु मारिण से राज्य आंभे होइबा तहि राज। उत्तम राज्य एहु सीमा भोग करी रहु महिमा। क्रमरे पृथ्वी जिणिमा समुद्र अंत जार सीमा। ए आशा हृदय रे बांधी हिंसा स्वभावे होए बंदी। निकट शिर परे मृत्यु ताहा न जाने मत हेतु। लोभ जे ग्रासी मनंकु भय नाही पाप पुण्यंकु। समुद्र जाए पृथ्वी जिणी अति तामस लोभे पुणी। बोईते चढ़ी वाणिज्य रे पसंती समुद्र भितरे। एते प्रभावे मोते जिणी कि भोग करे से धरणी। मोते तो नेई न पारंती व्यर्थ क्रमरे से भ्रमंती। जेबे आपणा आत्मा जाने भजे वासुदेव चरणे। तेबे से मुक्ति फल पाई सकल पापु मुक्त होई। जे राजा माने पूर्वे जिणी मु भोग करी विधरणी। भोग करिबे पुत्र नाती हेमंत मने थिले चिंती। मनुवंशीय राजा गण ताहांक पुत्र पौत्र मान। से माने मोते छाड़ी गले ए लोके प्रत्यक्ष देखिले। एबे ए कली
ଯୁଗ ପ୍ରାଣୀ ଅଳ୍ପ ଆୟୁଷ ପରିମାଣୀ ଅଳ୍ପ ବୁଦ୍ଧି ଦୁଷ୍ଟମତି ମୋତେ ଜିଣିମା ଲୋଡୁଛନ୍ତି ମୋର ନିମନ୍ତେ ପିତା ପୁତ୍ର ଭ୍ରାତା ଆଦି ଜ୍ଞାନ୍ତି ମାନନ୍ତ ଇଷ୍ଟ ମିତ୍ର ବନ୍ଧୁ ସ୍ୱଜନେ ବାଦ ବିଗ୍ରହ ଚିନ୍ତି ମନେ ତାମସେ ପ୍ରାଣୀ ଦୁଃଖ ନେଇ ଅସାଧୁ ବୁଦ୍ଧି ଥାନ୍ତି ଧ୍ୟାଇ ଏ ରାଜା ମାନେ ମମତ୍ୱରେ ପଡ଼ି ତ୍ରିଗୁଣ ବନ୍ଧନରେ ଏ ସର୍ବଭୂମି ଯେ ମୋହର ରେ ମୂର୍ଖ ନୁହଁ ତୋହର ମୂର୍ଖପଣରେ ଏହା ଭାସି ଅନ୍ୟାନ୍ୟ ହୁଅନ୍ତି ବିନାଶୀ ମୋର ନିମନ୍ତେ କରିବାଦ ଅର୍ଜନ୍ତି ହରାନ୍ତି ସମ୍ପଦ ସତ୍ୟ ଯୁଗାଦି ଯେତେ ରାଜା ଯେ ସନେ ପାଳୁଥିଲେ ପ୍ରଜା ପୃଥ୍ୱୀପୁରର ବାଜେ ଗାଧି ସହସ୍ରାର୍ଜୁନ ନହୁସାଦି ମାନ୍ଧାତା ଶ୍ରୀରାମ ସଗର ଖଟ୍ୱାଙ୍ଗ ରାଜା ଧୁନ୍ଧୁମାର ରଘୁ ତୃଣ ବିନ୍ଦୁ ଜାତି ଶାନ୍ତନୁ ଭରତ ସର୍ଜାତି ନୈଷଧ ଭଗୀରଥ ରାୟ କକୁବ୍ଧ ନୃଗ କୁବଳୟ ହିରଣ୍ୟକଶି ପୁସମ୍ବର ରାବଣ ହିରଣାକ୍ଷ ବୀର ବୃତ ନମୁଚି ଯେ ତାରକା ଆବର ଅସୁର ନାରକା ଏ ଆଦି ଯେତେ ରାଜା ଥିଲେ ଅନ୍ୟ ଦାନବ ମହିପାଳେ ସମସ୍ତେ ସର୍ବବିଜ୍ଞବର ମହିମା ଶୁଣିଛ ତାଙ୍କର ସମର୍ଥ ସର୍ବଜ୍ଞ ଅଟନ୍ତି ବଳେ ସର୍ବତେଜା ବୋଲାନ୍ତି ଏମାନେ ଆଶା ମମତାରେ ମୃତ୍ୟୁର ବଶ ଯେ ହୋଇଲେ ଏ ମୋତେ ନେଇ ନ ପାରିଲେ କଥା ମାତ୍ରକେ ରୁହାଇଲେ ଯେ ଯାହା ଅର୍ଜିତ କର୍ମରେ ଭୋଗ ଦୁଃଖ ସୁଖ ମାର୍ଗରେ ଗୁଣ କର୍ମେ ହୋଇ ବନ୍ଧନ ଜାଣି ନ ପାରି ରାତ୍ର ଦିନ କାଳ ବଶରେ ଅକୃତାର୍ଥ ଲୋଭେ ନ ସଞ୍ଚି ପରମାର୍ଥ କୃଷ୍ଣ ପଦାର ବିନ୍ଦ ଛାଡ଼ି ପତିତ ମାର୍ଗେ ଚିତ୍ତ ବଢି କୃଷ୍ଣଙ୍କୁ ନ ଜାଣିଲେ ଯେଣୁ ଯାତନା ଜନ୍ମ ମୃତ୍ୟୁ ତେଣୁ ହେମନ୍ତ ଭାସି ମହି ହସି ବିଷ୍ଣୁ ଲୀଳାକୁ ପରଶଂସି ସୁକ କହନ୍ତି ପରୀକ୍ଷିତ ହେମନ୍ତ ଶ୍ରୀକୃଷ୍ଣ ଚରିତ ଏ ଯେଉଁ କଳି ଯୁଗ ରୀତି କହିଲୁ ନୃପ କୁଳ ଖ୍ୟାତି ଏ ଯେ ଉଦୟ ଅସ୍ତ ପ୍ରାୟ ସଂସାର ମାୟା ଜାଲ ମୋହେ ଜ୍ଞାନ ବୈରାଗ୍ୟ ଅନୁଭବ ବିଭୂତି ପରମାର୍ଥ ଭାବ ଏମାନ ନାହିଁ ଏହାଙ୍କର ଏଣୁ ଅଧର୍ମେ ପରିବାର ଏ କଳି ଯୁଗ ଗତି ଜାଣ ପ୍ରସଙ୍ଗେ କହିଲୁ ପୁରାଣ ଉତ୍ତମ ଶ୍ଲୋକ ବାସୁଦେବ ତାହାଙ୍କୁ ଯେ ପ୍ରାଣୀ ଭଜିବ ନାମ ଗାୟନ ଗୁଣବାଦ ନାଶଇ ସକଳ ପ୍ରମାଦ ଅଶୁଭ ମାନ ନାଶ କରେ ନିତ୍ୟ ଯେ ତା ନାମ ସୁମରେ ଶୁଣି ଶୁଣାଇ ଯେବେ ମଜେ କୃଷ୍ଣ ପଦାର ବିନ୍ଦ ଭଜେ ନିର୍ମଳ ଭକ୍ତି ବାଞ୍ଛା କରି ଅନ୍ତେ ସେ ଲଭେ ବିଷ୍ଣୁ ପୁରୀ ଶୁଣ ପରୀକ୍ଷ ତପଚାରି ପୁଣି ପରୀକ୍ଷିତ ପଚାରି ସୁକ ଚରଣ ଶିରେ ଧରି ପରୀକ୍ଷିତ ବାଚ ହେ ଭଗବାନ ଆତ୍ମା ରୂପୀ କଳି ଘୋଟିବ ତମ ବ୍ୟାପୀ ଏ ଯୁଗେ ପ୍ରାଣୀଙ୍କ ନିସ୍ତାର ହୋଇବ ଯେ ବଣ ପ୍ରକାର ମୃତ୍ୟୁକୁ କେମନ୍ତେ ଜିଣିବେ ଏହା ସଂକ୍ଷେପୀ କହେବେ ଯୁଗ ଧର୍ମ ଯୁଗ ନିର୍ଣ୍ଣୟ କଳ୍ପର ପ୍ରଳୟ ବିଷୟ ଈଶ୍ୱର ରୂପୀ ଯେଉଁ କାଳ କହତା ଗତି ଅନ୍ତରାଳ ସୁକ ହୋଇନ ତୋ ସମନ କହନ୍ତି ଯୁଗ ଧର୍ମ ମାନ ସୁକୱାଚ ସତ୍ୟ ଯୁଗର ଧର୍ମ ଶୁଣ ଥିଲା ଯେ ଚାରି ପାଦ ପୁଣ୍ୟ ସେ ଯୁଗେ ପ୍ରାଣୀ ମାନେ ପୁଣ ଚାରି ପାଦେ ଧର୍ମ କରିଣ ସତ୍ୟ ତପସ୍ୟା ଦୟା ଦାନ ଧର୍ମର ଏ ଚାରି ଚରଣ
ସେ ଯୁଗେ ପ୍ରାଣୀ ଦୟାଶୀଳ ସନ୍ତୋଷ ସତ୍ୟ କ୍ଷମା ଧୀର ଶାନ୍ତ ତପସ୍ୱୀ ଆତ୍ମାରାମ ସମଦରସୀ ସାଧୁ ସମ ତ୍ରେତାରେ ଧର୍ମ ତିନି ପାଦ ସତ୍ୟ ପାଦକ ହୋଏ ଛେଦ ଅଧର୍ମ ଏହାକୁ ନାଶଇ ଯାହାର ଚାରି ପାଦ କହି ମିଥ୍ୟା ହିଂସା ଯେ ଅସନ୍ତୋଷ ବିଗ୍ରହ ହୁଏ ଚାରି ପ୍ରକାଶ ସେ କାଳେ ପ୍ରାଣୀ ମାନେ ପୁଣ କ୍ରିୟା ତପନିଷ୍ଠା ଯୋଗେଣ ଅହିଂସ ଅଲମ୍ପଟ ହୁନ୍ତି ଧର୍ମାର୍ଥ କାମ ସେ ସାଧନ୍ତି ରୁକ ଯଜୁଜେ ସାମତିନି ଏତିନି ଯଜ୍ଞରେ ଅଗ୍ରଣୀ ବ୍ରାହ୍ମଣ ଆଦି ବର୍ଣ୍ଣମାନ ଉତ୍ତମ ମଧ୍ୟ କନିଷ୍ଠେଣ ଏଭାବେ ଏ ଯୁଗ ଚଳଇ ତିନି ପାଦେ ଧର୍ମର ହଇ ଦ୍ୱାପରେ ଧର୍ମ ଦୁଇ ପାଦ କ୍ରମେ ଦ୍ୱିପାଦ ହୋଏ ଛେଦ ତପ ସତ୍ୟ ଦୟା ଦାନରୁ ତୁଟଇ ଯୁଗ ଅନୁସାରୁ ହିଂସା ଅସନ୍ତୋଷ ବୈର ମିଥ୍ୟା ଲକ୍ଷଣ ଅଧର୍ମର ଏହାଙ୍କ ସକାଶରୁ ପୁଣ ଧର୍ମ ତୁଟଇ କ୍ରମେଣ ଏ ଯୁଗେ ପ୍ରାଣୀ ମାନେ ପୁଣ ଯଶସ୍ୱୀ ଶୀଳରେ ନିପୁଣ ସର୍ବଦା ବେଦ ସେ ପଢ଼ନ୍ତି ବିପ୍ରେ ବିଷ୍ଣୁ ସେବା କରନ୍ତି ଧନ କୁଟୁମ୍ବେ ହୃଷ୍ଟମତି ବ୍ରାହ୍ମଣ କ୍ଷତ୍ରିୟ ବଢ଼ନ୍ତି କଳି ଯୁଗରେ ଧର୍ମ ପୁଣ ରହଇ ଏକଇ ଚରଣ ଅଧର୍ମ ହେତୁ କରି ପୁଣ ତିନି ପାଦ ହୁଅଇ ଛିନ୍ନ ସତ୍ୟ ତପ ଦୟା ଯେ ଯାଇ କେବଳ ଦାନ ମାତ୍ର ରହି ଯୁଗାନ୍ତେ ସେହୁ ନାଶ ଯିବ ଏକାନ୍ତେ ତମ ଆଚ୍ଛା ଦିବ ଏ ଯୁଗେ ଯେତେ ଲୋକମାନେ ନିର୍ଦ୍ଦୟ ଦୁରାଚାର ମନେ କରିୟ କାରଣେ ବୈରୀ ଅଭାଗ୍ୟବନ୍ତ ହତଶିରି ଅତ୍ୟନ୍ତ ଲୋଭୀ ଜନେ ହେବେ ଶୂଦ୍ରେ ଯେ ବହୁତ ବଢ଼ିବେ ସତ୍ୱର ଯତମ ତ୍ରିଗୁଣ ପୁରୁଷେ ଥାଇ ଅନୁକ୍ଷଣ କାଳର ବଳେ ଗୁଣ ଦୋଷ ହୁଅଇ ଅଳପ ବିଶେଷ ବଢ଼ଇ ସତ୍ୱ ଗୁଣ ଯେବେ ମନ ବୁଦ୍ଧି ଇନ୍ଦ୍ରିୟ ତେବେ ଜ୍ଞାନ ତପରେ ରତ ହୋଇ ଶ୍ରୀ ବାସୁଦେବଙ୍କୁ ଭଜଇ ତାଙ୍କ ପଦାର ବିନ୍ଦେ ଭକ୍ତି ଉଦୟ ହୋଇଲେ ମୁକତି ଭକତି କୃଷ୍ଣ ପାଦେ ଜାଣ ସତ୍ୟ ଯୁଗର ଏ ଲକ୍ଷଣ ଯେବେ କାମ୍ୟ କର୍ମ ଯଶରେ ବୁଦ୍ଧି ବଢ଼େ ରଜୋଗୁଣରେ ତ୍ରେତା ଯୁଗର ଚିହ୍ନ ଏହି ଯଜ୍ଞରେ ପଶୁବଧ ଯହିଁ ତହୁଁ ସ୍ୱର୍ଗାଦି ଭୋଗ ପାନ୍ତି ସେ ପୁଣି ହୁନ୍ତି ଗତାଗତି ବୁଦ୍ଧିମନ୍ତ ପ୍ରାଣୀ ତା ଜାଣି ନିଷ୍କାମେ ଭଜେ ଚକ୍ରପାଣି ଯେବେ ଦ୍ୱାପର ଯୁଗ ହୋଇ ରଜତମ ଗୁଣ ବଢ଼ଇ ଲୋଭ ଅସନ୍ତୋଷାଭିମାନ ଦମ୍ଭ ମତ୍ସର କାମ୍ୟ କର୍ମ ଏମାନେ ଅଧିକ ବଢ଼ନ୍ତି ଦୟା ଦାନ ଦୂରେ ରହନ୍ତି ଅଧର୍ମ ତିନି ଯେ ଚରଣ ବଢ଼ଇ ଏମନ୍ତ ଭାବେଣ ହିଂସା ଯେ ମିଥ୍ୟା ଅସନ୍ତୋଷ ଦ୍ୱାପର ଲକ୍ଷଣ ବିଶେଷ ଯେବେ ସେ କଳି ଯୁଗ ହୋଇ ଏକାତମ ଗୁଣ ବଢ଼ଇ ପ୍ରାଣୀମାନଙ୍କର ଯେ ପୁଣ ଅଳସ ମାୟା ମିଥ୍ୟା ଗୁଣ ବିଷାଦ ନିଦ୍ରା ହିଂସା ଶୋକ ବଢ଼ାଏ ମାୟା ମୋହ ଦୁଃଖ ଏତେ ଗୁଣରେ କଳି ହୋଇ ସେ କଳି ତାମସ ବୋଲାଇ ପ୍ରାଣୀଏ ହୁଅନ୍ତି ମନ୍ଦଗତି ଅଳ୍ପ ଭାଗ୍ୟେ ସେ ଜିଅନ୍ତି ବହୁତ ଭକ୍ଷନ୍ତି ଆହାର କାମୀ ହୁଅନ୍ତି ମୂଢ଼ ନର କୁଟୁମ୍ବୀ ଜୀବିକା ବିହୀନ ଦରିଦ୍ର ହୋଇ ବଞ୍ଚେ ଦିନ କୁଳ ସ୍ତ୍ରୀ ହୋଇ ଦୋଚାରୁଣୀ ଅସତ
ସତୀପଣେ ସାହସିନୀ ଦେବ ବ୍ରାହ୍ମଣ ଗୁରୁ ସ୍ୱାମୀ ଶାଶୁ ଶ୍ୱଶୁରଙ୍କୁ ନଗଣି ରାଜ୍ୟରେ ଖଣ୍ଟ ପ୍ରବର୍ତ୍ତିବେ ବେଦକୁ ପାଷାଣ୍ଡେ ଦୂଷିବେ ପ୍ରଜା ସର୍ବସ୍ୱ ରାଜା ନେବେ ତାଙ୍କୁ ବହୁତ କଷ୍ଟ ଦେବେ ବ୍ରାହ୍ମଣେ ଜିହ୍ୱା ଇନ୍ଦ୍ରିବଶ ହୋଇଣ କର୍ମେ ଯିବେ ନାଶ କ୍ରୟ ବିକ୍ରୟ ବେଦ କରି ବ୍ରତି ନୋହିବେ ବ୍ରହ୍ମଚାରୀ ସନ୍ନ୍ୟାସୀ ହେବେ ଅନାଚାରୀ କୁଟୁମ୍ବ ଘେନି ଗୃହ କରି ଲୋଭେ ବୈଶ୍ୟବୃତ୍ତି କରିବେ ଭେକ ଧରି ନାମ ରହିବେ ଯେତେ ବାନପ୍ରସ୍ଥ ତପସ୍ୱୀ ଅଜ୍ଞାନେ ହେବେ ଗ୍ରାମବାସୀ ସ୍ତ୍ରୀ ପୁରୁଷେ ଅସୁନ୍ଦର ବିରୂପ ବିକଟ ଶରୀର ସହଜେ ସ୍ତ୍ରୀ ମାନେ ପୁଣ ବହୁତ କରିବେ ଭୋଜନ ହୋଇବେ ଅତ୍ୟନ୍ତ ନିର୍ଲଜ ବିସ୍ତାର ହୋଇବେ ତନୁଜ ନିରତେ କହି କଟୁବାଣୀ ଶାଶୁ ଶ୍ୱଶୁରଙ୍କୁ ନଗଣି ସ୍ୱାମୀ ଗୁରୁଜନ ମନ ମାନି ଚୌର୍ଯ୍ୟ ମାୟା ସାହସିନୀ ପାପିଷ୍ଟ ବୁଦ୍ଧିମତ୍ତ ଗର୍ବେ ବ୍ୟଭିଚାରିଣୀ ଏ ସ୍ୱଭାବେ ମନୁଷ୍ୟମାନେ ସାନ ସାନ କେହି ବା ହୋଇବେ ବାମନ ମନୁଷ୍ୟ ମନ୍ଦ ଗତି ହୋଇ କ୍ଷୁଦ୍ର ବ୍ୟାଧିରେ ପୀଡ଼ା ପାଇ କ୍ରୟ ବିକ୍ରୟ ବ୍ୟବହାରେ କୁଟ କପଟ ବାଣିଜ୍ୟରେ ବ୍ୟାଧ ଆଚାର ଆଚରିବେ ମୃଗ ମତ୍ସ୍ୟ ବଧ କରିବେ ଛନ୍ଦ କରି ଜୀବ ମାରିବେ ପ୍ରାଣୀଙ୍କି ହିଂସାରେ ନାସିବେ ବିନା ବିପଦେ ସର୍ବଜନେ ଆପଣା ବୃତ୍ତି ଛାଡ଼ି ଅନ୍ୟେ ନିନ୍ଦିତ ଜୀବିକା କରିବେ ପତିତ କର୍ମ ଆଚରିବେ ସ୍ୱାମୀ ନିର୍ଧନ ହେବ ଯେବେ ସେବକ ତାକୁ ଛାଡ଼ି ଯିବେ ସେବକେ ଅସମର୍ଥ ଦେଖି ସ୍ୱାମୀଏ ତାହାଙ୍କୁ ଉପେକ୍ଷି ଉତ୍ତମ ଗାଈ ବୃଦ୍ଧା ହେଲେ ନପାଳି ଛାଡ଼ି ଦେବେ ଭଲେ ପିତା ମାତା ଭ୍ରାତା ବାନ୍ଧବ ମିତ୍ର ସୁହୃଦ ଗୁଣ ଭାବ ସକଳ ସଙ୍ଗ ତ୍ୟାଗ କରି ଶ୍ୱଶୁର ଶାଳକେ ପଚାରି ଶୀଳ ଆଚାର ନ କରିବେ ସ୍ତ୍ରୀଙ୍କ ବସେ ଦିନ ନେବେ କେ କାହା ପିତା କେହୁ ମାତ ଆପଣା କର୍ମେ ଆତଜାତ ଏମନ୍ତ ବିଚାରିବେ ମନେ ରହି ଶ୍ୱଶୁର ସନ୍ନିଧାନେ ତପସ୍ୱୀ ଶୂଦ୍ର ମାନେ ହେବେ ଦାନ ପ୍ରତିଗ୍ରହ କରିବେ ସେମାନେ ଉଚ୍ଚ ସ୍ଥାନେ ଥିବେ ଧର୍ମାଦି ନ୍ୟାୟ ସେ କହିବେ ସଂସାରେ ଗୁରୁ ବୋଲାଇବେ ସକଳେ ସେ ବୋଲ ପାଳିବେ ପ୍ରଜାଏ କର ପୀଡ଼ା ପାଇ ଦୁର୍ଭିକ୍ଷେ କଷ୍ଟି ହେବେ ସେହି ମନରେ ଉଦ୍ବେଗ କରିବେ ଅନ୍ନ ବସ୍ତ୍ରାଦି ନ ପାଇବେ ଦେବେ ବର ସାନ ବରସି ଏ ରୂପେ ନଷ୍ଟ ଜୀବ କୃଷି ଅକାଳେ ବରସିବ ଜଳ ଏ ଘେନି ନ ଫଳିବ ଫଳ ପ୍ରାଣୀଏ ସ୍ଥାନ ଭ୍ରଷ୍ଟ ହୋଇ ଦେଶ ଭାଜିଣ ଶୂନ୍ୟ ହୋଇ ଅନ୍ନ ପାଣି ବସ୍ତ୍ର ଭୋଜନ ସ୍ନାନ ଭୂଷଣ ଆୟମାନ ନ ମିଳି ହୋଇବେ ଦାରୁଣ ପିଶାଚ ସ୍ୱରୂପ ଧାରଣ ବଡ଼ିକ ନିମନ୍ତେ ମରିବେ ଅତି ତମେ ଯେ ଗ୍ରସ୍ତ ହେବେ ଆପଣା ପ୍ରିୟ ଲୋକ ମାରି ଅହିକ ସୁଖ ମଣେ ସିରି ତାତ ଜନନୀ ବୃଦ୍ଧ କାଳେ ତାଙ୍କୁ ନ ପୋଷେ ମତ ଭୋଳେ ଛାଡ଼ି ସାଧବୀ ପତିବ୍ରତା ହୋଇବେ ମତ ଅନେ ଭର୍ତ୍ତା ପୁରୁଷେ ବେଶ୍ୟାଙ୍କୁ ଭଜିବେ ଲମ୍ପଟେ ନାରୀଙ୍କି ଛାଡ଼ିବେ କୁଳ ସ୍ତ୍ରୀ ମାନେ ଏହି ମତେ ନାସିବେ କୁଟୁମ୍ବ ସହିତେ ଇନ୍ଦ୍ରିଲାଳ ସେ ପେଟ ପୋଷି ରହିବେ ହୋଇ ଦାସ ଦାସୀ କଳିର ତମ ଆଚ୍ଛାଦନେ ବିଷ୍ଣୁଙ୍କୁ ନ ଭଜିବେ ଜନେ ଶ୍ରୀକୃଷ୍ଣ ପାଦ ପଦ୍ମରସ କେହି ଯେ ନ କରିବେ ଆସ ପାଷାଣ୍ଡ ଚିତ୍ତେ ବୁଦ୍ଧି ଭେଦେ ନ ଭଜେ ଚରଣାରବିନ୍ଦେ ଯେ ନାମ ପତି ତପାବନ ମହାବିପତ୍ତି ବିନାଶନ ମରଣ କାଳେ ଯେଉଁ ନାମ
ধইলে নদণ্ডই যম অতি আতুরে বিবসরে পতন স্খলন কাଳରେ যে নাম গ্রহণ মাত্রেণ কর্মবন্ধু মুক্ত হইণ বৈকুণ্ঠ পদকুল ভই যে সুখ তিনি লোকে নাহি হরি হরি বল তাঙ্কু ন ভজে মূঢ় প্রাণী মায়াকু সত্য প্রায় মণি এ কଳି যুগে পাপ যেতে প্রাণী সঞ্চয়ী মায়া গ্রস্তে নাম মাত্রকে পাপ নাশে অন্তে বৈকুণ্ঠ পুরে পশে যে নাম শ্রবণ কীর্তন পূজা আচরণ ধ্যান হৃদ কমল মধ্যে থাই অশেষ পাপ কুদ হই অনন্ত কোটি যে কর্মস স্মরণে করে তাহা নাশ এ কଳି যুগে একাসার ভজন শ্রীকৃষ্ণ পয়র এ বিনু আন গতি নাহি ভজ সুজনে মন দেই সুবর্ণ অগ্নিরে দহিলে তাহার মল হরে ভলে এ রূপে পশি কৃষ্ণ দেহে পাপ যে নাশন্তি প্রাণীয়ে বিদ্যা তপস্যা প্রাণায়াম মিত্রতা তীর্থ জলে স্নান ব্রত আরম্ভ যজ্ঞ দান দেবতা পূজা নানা কর্ম এথে অত্যন্ত শুদ্ধ হই আত্মা উদ্ধরি ন পারই এ সর্ব ফলে অধিকারী পাপ পুণ্যকু ভোগ করি বাসুদেব ভজন বিনু উদ্ধরি ন পারই তনু ভূত ভবিষ্য বর্তমান বিধানে হুয় সাবধান মানসে বাঞ্ছা যে করিণ নিরন্তর করে ভজন কালে মরণ নিকটরে কৃষ্ণর নাম যে উচ্চারে তেবে সে পরা গতি পাই নিদানে নাম উচ্চারই এবে তু শুণ হো রাজন হৃদয়ে গোবিন্দ চরণ ধরি মরণ নিকটর সে নাম মুখরে উচ্চার এনে তু সাবধান হুয় ଅନ୍ତେ ପରମ ଗତି ପାଅ ତୁମ୍ଭେ ଯେ ରାଜ ଋଷି ଯେଣୁ ତାଙ୍କ ଚରଣେ ଭଜ ତେଣୁ ହରି ହରି ବୋଲ ଅନେକ ଜନ୍ମେ ଭାଗ୍ୟେ ଥାଇ ଲୟ ଲଗାଅ ତାଙ୍କ ତହିଁ ଶ୍ରୀକୃଷ୍ଣ ଚରଣାର ବିନ୍ଦେ ମନକୁ ନିବେଶ ଆନନ୍ଦେ ସାଜୁଜ୍ୟ ମୁକ୍ତି କି ପାଇବ কলি কলুষ নাশ জীব যে জন ভজে বিষ্ণু পাদ লভে সাজুজ্য মুক্তি পদ সে বিষ্ণু অঙ্গে লীন হন্তি সে বিনা নাহি অন্য গতি সে বাসুদেব সর্বময় সর্বাত্মা সর্বজনাশ্রয় সে বাসুদেবর মহিমা সকল গুণ পুণ্য সীমা শুণ পরীক্ষ রূপবর একলি দোষর সাগর একলি যুগর মহিমা অছই একা গুণ সীমা সে বাসুদেব নাম শুনি বৈকুণ্ঠ লভে হেলে প্রাণী সত্য যুগর ধ্যান ফল ত্রেতারে যজ্ঞাদি সকল দ্বাপরে পূজার বিধান কলিরে নাম সংকীর্তন হেমন্ত মহিমা যাহার সুজনে ভজ সে পয়র মুহি যে পাপিষ্ঠ অধম মোহর দোষ নঘেনিম কহই দাস জগন্নাথ ত্রাহি করিবে পিতবাস ভাবে কহই জগন্নাথ দাস ভাবে ত্রাহি কর
करिबे पीतवास। हरि हरि बोल। इति श्रीमद्भागवते महापुराणे पारमहंस्यां संहितायां द्वादश स्कन्धे सुत शौनक वचने शुक परीक्षित संवादे सत्यादि चतुर्युग महिमा कथने नाम तृतीय अध्याय।